ପଲ୍ଲବୀଙ୍କୁ ଗୁଣ୍ଡାମାନେ ଘେରି ଦେଇଥିବେ। ଆଉ ତାପରେ ଗୋଟେ ଗୁଣ୍ଡା ପଲ୍ଲବୀଙ୍କ ବନ୍ଧୁକକୁ ଫୋପାଡ଼ି ଦେବେ। ତାପରେ ଆଉ ଗୋଟେ ଗୁଣ୍ଡା କହିବ, କ'ଣ ମ୍ୟାଡ଼ାମ୍, ବୁଦ୍ଧି ଶେଷ? ଏବେ ମରିବାକୁ ପ୍ରସ୍ତୁତ ହେଇଯାଅ। ତାପରେ ଆଉ ଗୋଟେ ଗୁଣ୍ଡା କହିବ, ଆବେ ଇଏ ପୋଲିସ ବାଲି ନା, ତାକୁ ଏମିତି ମାରିବାନି। ଗୋଟେ କାମ କରିବା, ଗୋଡ଼ ହାତ ବାନ୍ଧିକି ନଈରେ ଫୋପାଡ଼ି ଦେବା, ବୁଝିଲୁ? ଆଉ ତାପରେ ଆମେ ଏଠୁ ଚାଲିଯିବା, କେହି ବି କିଛି ଜାଣିପାରିବେନି। ତାପରେ ସେଇ ଗୁଣ୍ଡା କହିବ, ଭୁଲ ଭାବିଥିଲୁ, ଆମକୁ ବାନ୍ଧି ଥାନାରେ ପକେଇବୁ, ଏବେ ନିଜେ ମର। ମାର ତାକୁ କହି ସମସ୍ତେ ମାରୁଥିବେ। ଆଉ ପଲ୍ଲବୀ ବସି ପଡ଼ିବେ। ତାପରେ ଗୌରବ ଆସିବେ। ଆଉ ତାପରେ ପଲ୍ଲବୀ କହିବେ, ଗୌରବ ଭାଇ। ତାପରେ ଗୌରବ କହିବେ, ତମେ ଚିନ୍ତା କରନି ପଲ୍ଲବୀ, ମୁଁ ଥାଉ ଥାଉ ଏମାନେ ତମର କିଛି ବି କରିପାରିବେନି। ତାପରେ ଗୁଣ୍ଡାମାନଙ୍କୁ ମାରିବେ। ଆଉ ପଲ୍ଲବୀ ମଧ୍ୟ ଗୁଣ୍ଡାମାନଙ୍କୁ ମାରିବେ। ତାପରେ ଗୋଟେ ଗୁଣ୍ଡା ଗୌରବଙ୍କ ମୁଣ୍ଡରେ ପିଟି ଦେବେ। ଆଉ ଗୋଟେ ଗୁଣ୍ଡା ଛୁରୀ ବାହାର କରି ଗୌରବକୁ ମାରିବାକୁ ଯାଉଥିବ। ଆଉ ଚିତ୍ତ ଅଙ୍କଲ ତାକୁ ମାରୁଥିବେ। ଆଉ ସେ ଛୁରୀଟା ଗୌରବଙ୍କ ପେଟରେ ବାଜିଯିବ। ତାପରେ ଗୌରବ ଚିଲେଇକି ଆ କହିବେ। ତାପରେ ପଲ୍ଲବୀ କହିବେ, ଗୌରବ ଭାଇ। ତାପରେ ଚିତ୍ତ ଅଙ୍କଲ ଗୌରବଙ୍କ ପାଖକୁ ଆସି କହିବେ, ଗୌରବ, କିଛି ହେବନି ଆପଣଙ୍କର, ଆପଣ ଧୈର୍ଯ୍ୟ ରଖନ୍ତୁ। ତାପରେ ପଲ୍ଲବୀ ରାଗିକି ବାଡ଼ି ଖୋଜି ଗୁଣ୍ଡାମାନଙ୍କୁ ବହୁତ ମାରିବେ। ତାପରେ ସବୁ ଗୁଣ୍ଡା ପଲେଇବେ। ଆଉ ଗୋଟେ ଗୁଣ୍ଡାକୁ ପଲ୍ଲବୀ ଧରି କହିବେ, କହ, ତୁ କାହା ପାଇଁ କାମ କରୁଛୁ କହ, ନହେଲେ କହିବେ। ଆଉ ସେ ଗୁଣ୍ଡା କହିବ, ନହେଲେ ତୁ କିଛି ବି କରିପାରିବୁନି। ଏମ୍ଏଲ୍ଏ ସାର୍ଙ୍କର ମାଲ ଅଟକେଇଛୁ ତ, ତା ପରିଣାମ ତୁ ଭୋଗିବୁ। ତାପରେ ପଲ୍ଲବୀ କହିବେ, ଥ୍ୟାଙ୍କ ୟୁ ଭେରି ମଚ୍। ଏବେ ତୁ ଏଇ କଥା ଥାନାରେ ଯାଇ କହିବୁ, ଚାଲ। ତାପରେ ଚିତ୍ତ ଅଙ୍କଲ କହିବେ, ମ୍ୟାଡ଼ାମ୍। ତାପରେ ପଲ୍ଲବୀ କହିବେ, ଗୌରବ ଭାଇଙ୍କର କିଛି ବି ହେବନି, ସେ ବହୁତ ସାହସୀ। ଚିତ୍ତ ଅଙ୍କଲ, ଆପଣ ତାଙ୍କୁ ଜଲ୍ଦି ହସ୍ପିଟାଲ ନେଇକି ଯାଆନ୍ତୁ, ୟାକୁ ମୁଁ ଥାନାକୁ ନେଇ ଯାଉଛି। ତାପରେ ଆଦର୍ଶ ପଲ୍ଲବୀଙ୍କୁ କଲ୍ କରିବେ। ତାପରେ ପଲ୍ଲବୀ କଲ୍ ଉଠେଇ କହିବେ, ହଁ ଆଦର୍ଶ କୁହ। ତାପରେ ଆଦର୍ଶ କହିବେ, ପଲ୍ଲବୀ, ତମେ ଠିକ୍ ଅଛ ତ? ତାପରେ ପଲ୍ଲବୀ କହିବେ, ହଁ ଆଦର୍ଶ, ମୁଁ ସେ ଏମ୍ଏଲ୍ଏର ଗୋଟେ ଗୁଣ୍ଡାକୁ ଧରିଛି, ତାକୁ ନେଇକି ମୁଁ ଏବେ ଥାନାକୁ ଯାଉଛି। ତାପରେ ଆଦର୍ଶ କହିବେ, ଠିକ୍ ଅଛି, ତମେ ଆଦୌ ଚିନ୍ତା କରନି। ମୁଁ ଘରେ କହିଯାଇଛି ଯେ ତମେ ମନ୍ଦିର ଯାଇଛ। ଆଉ ମାଙ୍କ ପାଇଁ ତମେ ଆଦୌ ଟେନସନ୍ ନେବା ଦରକାର ନାହିଁ। କିନ୍ତୁ ପଲ୍ଲବୀ, ଗୌରବ ଭାଇ କୁଆଡ଼େ ଯାଇଛନ୍ତି, ତାଙ୍କ ଖୋଜ ଖବର ପାଉନି। ତାପରେ ପଲ୍ଲବୀ କହିବେ, ହଁ ଆଦର୍ଶ, ଗୋଟେ ବହୁତ ବଡ଼ ପ୍ରୋବ୍ଲେମ୍ ହେଇଯାଇଛି। ଏଠି ଗୁଣ୍ଡାମାନଙ୍କ ସହିତ ମାରପିଟ କଲାବେଳେ ସେମାନେ ଟିକେ ମୁଡ୍ରୁ ଓଭର ପାୱାର ହେଇଗଲେ। ଆଉ କୋଉଠି କେଜାଣି ଭାଇ ସେମାନଙ୍କୁ ଆସି ବହୁତ ପିଟିଲେ। କିନ୍ତୁ ଗୋଟେ ବଦମାସର ଛୁରୀ ମାଡ଼ରେ ଭାଇ ଟିକେ ଘାୟଲ ହେଇଯାଇଛନ୍ତି। ତାପରେ ଆଦର୍ଶ ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ପଲ୍ଲବୀ କହିବେ, ମୁଁ ତାଙ୍କୁ ଚିତ୍ତ ଅଙ୍କଲଙ୍କ ସହିତ ଏଇ ପାଖ ହସ୍ପିଟାଲକୁ ପଠେଇ ଦେଇଛି। ତାପରେ ଆଦର୍ଶ କହିବେ, ତ ମୁଁ ଏବେ ଘର ଲୋକଙ୍କୁ କ'ଣ କହିବି ତାହେଲେ? ତାପରେ ପଲ୍ଲବୀ କହିବେ, ଆଦର୍ଶ, ତମେ ଏବେ କିଛି ବି କୁହନି, ମୁଁ ଗଲେ ସବୁ କଥା କହିବି। ତାପରେ ଆଦର୍ଶ କହିବେ, ଠିକ୍ ଅଛି କହି କଲ୍ କାଟିଦେବେ। ତାପରେ ରୁବି ଆସିବେ। ତାପରେ ଆଦର୍ଶ ରୁବିଙ୍କୁ ଦେଖି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ରୁବି କ'ଣ ଆଦର୍ଶ ଆଉ ପଲ୍ଲବୀଙ୍କ କଥା ଶୁଣି ଦେଇଛନ୍ତି କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।